ଏଭଳି ଗୋଟିଏ ସମ୍ମାନ ବ୍ୟକ୍ତିକୁ କଟାକ୍ଷ କରିବା ପାର୍ଲାମେଣ୍ଟରେ ପୁଣି ଏହା ଠିକ୍ ନୁହେଁ। ଏଟାକୁ କଡ଼ା ନିନ୍ଦା କରାଉଛି। ସେଥିପାଇଁ ଆଜି ବିଜେଡ଼ି, ସିପିଏମ୍, କଂଗ୍ରେସ ସମସ୍ତ ଦଳର ଏମ୍ଏଲ୍ଏ ମିଶିକି ପ୍ରତିବାଦ କରିଥିଲେ ଯେ ପ୍ରଭାତ ପୁରୁଷଙ୍କୁ କିପରି ଯେ ଅସମ୍ମାନ କରାହେଉଛି ତାର ପ୍ରତିବାଦରେ ଆଜି ଆମେ ନିନ୍ଦା ପ୍ରସ୍ତାବ ଆଣିଛୁ। ନିଶ୍ଚିତ ଭାବରେ ତାକୁ ଗ୍ରହଣ କରିବେ ବୋଲି ଆମର ଆଶା ଅଛି। ଏମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ସେ ଯେଉଁପରି ଭାବେ ତାଙ୍କର ସାଂସଦ ମାନ୍ୟବର ସାଂସଦ ନିଶିକାନ୍ତ ଦୁବେଜୀ ଯେଉଁ ଟାଇପ୍ର ବିଜୁ ପଟ୍ଟନାୟକଙ୍କ ପ୍ରତି ଆଚରଣ ଉଚ୍ଚାରଣ କରି ଗୃହରେ ମନ୍ତବ୍ୟ ରଖିଲେ, ଏଇଟା ଓଡ଼ିଶା ଜାତି ପାଇଁ ଗୋଟେ ଅସମ୍ମାନିତ କଥା। କେବଳ ଗୋଟିଏ କଥା ନୁହେଁ, ଆପଣ ଦେଖନ୍ତୁ ପଣ୍ଡିତ ଜବାହରଲାଲ ନେହେରୁ, ଯିଏକି ପ୍ରଥମ ପ୍ରଧାନମନ୍ତ୍ରୀ ଆମ ଭାରତବର୍ଷରେ, ତାଙ୍କ ପ୍ରତି ବି ଯେଉଁ ଟାଇପ୍ର ମନ୍ତବ୍ୟ ପ୍ରଦାନ କରୁଛନ୍ତି ଗୃହରେ, ଇଏ ରାଜନୀତିର ସୀମା ଭିତରେ ରହୁନାହାନ୍ତି, ରାଜନୀତିର ଚରମ ସୀମାକୁ ଏମାନେ ଚାଲି ଯାଇଛନ୍ତି। ଭୁଲି ଯାଉଛନ୍ତି ହିତାହିତ ଜ୍ଞାନ ଯେ ଶାଶୁର ପାଳିଏ ହେଲେ ବୋଉର ପାଳିଏ। ତ ଏ ପ୍ରକାର ଯେଉଁ ଆଚରଣ କରୁଛନ୍ତି, ଇଏ କି ଶିକ୍ଷା ଦେଉଛନ୍ତି? ଅସ୍ମିତା କଥା କହୁଛନ୍ତି, ପୂଜ୍ୟ ପୂଜାକୁ ସମ୍ମାନ ଦେବା ଶିଖିନାହାନ୍ତି। ତେଣୁ ଆଗେ ସେ ପାଠ ଏମାନେ ପଢ଼ିବା ଦରକାର। ଏ ଯେଉଁ ଅନ୍ଧଭକ୍ତମାନେ ସବୁ ଯେଉଁ ପ୍ରକାର ମନ୍ତବ୍ୟ ଦେଇ ଦେଉଛନ୍ତି, ଅତି ଉତ୍ସାହୀ ହୋଇପଡ଼ୁଛନ୍ତି ପଦୋନ୍ନତି ପାଇଁ ହେଉ ବା କୌଣସି ସ୍ୱାର୍ଥ ପାଇଁ, ମୋତେ ଲାଗୁଛି ଏଇସବୁ ବ୍ୟବସ୍ଥା ଭିତରେ ସେ ରହିଛନ୍ତି। ତ ସେଥିରୁ ସେ ନିବୃତ୍ତ ରହିବା ଦରକାର। ଏବଂ ଯେହେତୁ ଏଟା ଓଡ଼ିଶାର ଅସ୍ମିତା କଥା, ପ୍ରଭାତ ପୁରୁଷ ବିଜୁ ପଟ୍ଟନାୟକ ପ୍ରତି ଅଶାଳୀନ ମନ୍ତବ୍ୟ ସେ ପ୍ରଦାନ କରିଛନ୍ତି, ତୁରନ୍ତ ଗୃହରେ ଆମର ଦାବିକୁ ବାଚସ୍ପତି ମହୋଦୟ ଗ୍ରହଣ କରନ୍ତୁ ଏବଂ ଆଲୋଚନାକୁ ଆଣନ୍ତୁ, ନିନ୍ଦା ପ୍ରସ୍ତାବ ଗ୍ରହଣ କରନ୍ତୁ।